ମଝି ରାସ୍ତାରେ ଅଟକି ଗଲା ଟ୍ରକ୍, ଯାତାୟାତରେ ବାଧାପ୍ରାପ୍ତ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଦେଇ ଲମ୍ବି ଯାଇଛି 49 ନମ୍ବର ଜାତୀୟ ରାଜପଥ, ଯେଉଁ ରାଜପଥରେ କି ଦୈନିକ ହଜାର ହଜାର ସଂଖ୍ୟାରେ ମାଲବାହୀ ଟ୍ରକ୍ ଯିବା ଆସିବା କରିଥାନ୍ତି। ଏହି ରାସ୍ତା ସବୁବେଳେ ବ୍ୟସ୍ତବହୁଳ ସହିତ ଜନଗହଳି ଲାଗି ରହିଥାଏ। କେବଳ ଯେ ମାଲବାହୀ ଟ୍ରକ୍ ଯିବା ଆସିବା କରିଥାନ୍ତି ତାହା ନୁହଁ, ଯାତ୍ରୀବାହୀ ବସ୍ ସହିତ ଅନେକ ଅଫିସିଆଲି ଗାଡ଼ି ଯିବା ଆସିବା କରିଥାନ୍ତି। ତେଣୁ ସବୁବେଳେ ସବୁ ସମୟ ଏହି ରାସ୍ତା ଭିଡ଼ ରହିଥିବା ବେଳେ ଗାଡ଼ିର କୌଣସି ଯାନ୍ତ୍ରିକ ତ୍ରୁଟି ହେଲେ ରାସ୍ତା ଜାମ୍ ହୋଇ ବହୁତ ଅସୁବିଧା ସୃଷ୍ଟି କରିଥାଏ। ସେମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରରୁ କଲିକତା ଅଭିମୁଖେ ଲମ୍ବି ଯାଇଥିବା 49 ନମ୍ବର ଜାତୀୟ ରାଜପଥ ଖିରେଇଟାଙ୍ଗିରି ବଜାର ଛକରେ। ଏହି 49 ନମ୍ବର ଜାତୀୟ ରାଜପଥ ଦେଇ କଲିକତା ଅଭିମୁଖେ ଯାଉଥିବା MH40 CD 2310 ଟ୍ରକ୍ ଖିରେଇଟାଙ୍ଗିରି ମୁଖ୍ୟ ବଜାର ଛକରେ ରାସ୍ତା ଅତିକ୍ରମ କରୁଥିବା ବେଳେ ହଠାତ୍ ଟ୍ରକ୍ର ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା, ଯାହାଫଳରେ ଟ୍ରକ୍ଟି ମଝି ରାସ୍ତାରେ ଅଟକି ଯାଇଥିଲା। ଚାଳକ ଅନେକ ଚେଷ୍ଟା କରି ମଧ୍ୟ ଟ୍ରକ୍ଟିକୁ ମଝି ରାସ୍ତାରୁ ସ୍ଥାନାନ୍ତର କରିପାରି ନଥିଲେ, ଯାହାଫଳରେ ଗାଡ଼ି ଚଳାଚଳରେ ଅସୁବିଧା ସୃଷ୍ଟି ହୋଇଥିଲା। ଟ୍ରକ୍ଟିକୁ ସ୍ଥାନାନ୍ତର କରିବା ପାଇଁ ଚାଳକ ଅନେକ ଚେଷ୍ଟା କରିବା ପରେ ମଧ୍ୟ ସଫଳ ହୋଇ ନ ପାରିବାରୁ ଯାନ୍ତ୍ରିକ ତ୍ରୁଟିକୁ ସଜାଡ଼ିବା ପାଇଁ ମିସ୍ତ୍ରୀକୁ ଡାକିଥିଲେ। ଏପଟେ ରାସ୍ତାରେ ଯିବା ଆସିବାର ବାଧାପ୍ରାପ୍ତ ହେବା ଯୋଗୁଁ ସ୍ଥାନୀୟ ଟୋଲଗେଟ୍ କର୍ମଚାରୀ ଆସି ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍କୁ ସ୍ଥାନାନ୍ତର କରି ଗାଡ଼ି ଚଳାଚଳକୁ ସ୍ୱାଭାବିକ କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଗାଡ଼ିର ଯାନ୍ତ୍ରିକ ତ୍ରୁଟିର ସୁଧାର ଆସିଯିବା ପରେ ଚାଳକ ଟ୍ରକ୍କୁ ମଝି ରାସ୍ତାରୁ ହଟେଇ ଦେଇଥିଲେ। କ୍ଷଣିକ ସମୟ ହୋଇଥିଲେ ମଧ୍ୟ ରାସ୍ତାରେ ଗମନାଗମନର କିଛି ମାତ୍ରାରେ ସମସ୍ୟା ଦେଖା ଦେଇଥିଲା। ଅନେକ ସମୟରେ ଏହି ରାସ୍ତାରେ ଜାମ୍ ଲାଗିବାର ଦୃଶ୍ୟ ନଜରକୁ ଆସିଥିବା ବେଳେ ଏହି ଅଞ୍ଚଳ ଏକ ଦୁର୍ଘଟଣା ପ୍ରବଳ ଅଞ୍ଚଳ ହୋଇଯାଇଛି। ତେଣୁ ଏହି ରାସ୍ତାରେ ଗଲାବେଳେ ସତର୍କତା ଅବଲମ୍ବନ ନ କଲେ ବିପଦର ସମ୍ମୁଖୀନ ହେବା ସୁନିଶ୍ଚିତ ବୋଲି ପଥଚାରୀଙ୍କ ମନରେ ଭୟ ରହିଥାଏ। କେନ୍ଦୁଝରରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।